ପିଲାମାନେ ଆଜି ଆମେ ଗୁରୁ ଭକ୍ତି ବିଷୟରେ ସୁନ୍ଦର କାହାଣୀଟିଏ ଶୁଣିବା। କାହାଣୀଟିର ନାଁ ହେଲା ଗୋପର ଗୁରୁ ସେବା। ଭାର୍ଗବୀ ନଦୀ କୂଳରେ ସୁଆଣ୍ଡ ଗାଁ। ସେ ଗାଁରେ ଗୋପ ବୋଲି ପିଲାଟିଏ ଥିଲା। ସେ ବିଦ୍ୟାଳୟରେ ଭଲ ପଢ଼ୁଥିଲା। ସାଙ୍ଗମାନଙ୍କ ସହିତ ମିଳିମିଶି ସବୁ କାମ କରୁଥିଲା। ଗୁରୁଜୀଙ୍କ କଥା ମାନୁଥିଲା। ସେଥିପାଇଁ ତାକୁ ଗୁରୁଜୀ ବହୁତ ଭଲ ପାଉଥିଲେ। ଦିନକର ଘଟଣା, ଗୁରୁଜୀଙ୍କର ଦେହ ଖରାପ ହୋଇଥାଏ। ସେ କହିଲେ, ଲେମ୍ବୁ ପାଣି ପିଇଲେ ଦେହ ଭଲ ହୋଇଯିବ। ନାହାକ ଅଜାଙ୍କ ବାଡ଼ିରୁ ଲେମ୍ବୁଟିଏ ଆଣିବାକୁ ପଡ଼ିବ। ଏକଥା ଶୁଣିଲା ପରେ ଅନ୍ୟ ଶିଷ୍ୟମାନେ ଗୁରୁଜୀଙ୍କ ପାଖରୁ ଧୀରେ ଧୀରେ ପଳାଇଗଲେ। ସେତେବେଳେ ଖରା ଦିନ ଥିବାରୁ ଘରୁ ବାହାରକୁ ବାହାରିବା ଭାରି କଷ୍ଟ। ତତଲା ପବନ ବହୁଥାଏ। ନଦୀର ତତଲା ବାଲିରେ ଚାଲି ଚାଲି ଗଲେ ନାହାକ ଅଜାର ଘର ପଡ଼ିବ। ଗୋପ ମନରେ ସାହସ ବାନ୍ଧିଲା। ନଦୀର ତତଲା ବାଲିରେ ପାଦ ପକାଇ ଆଗକୁ ଆଗକୁ ମାଡ଼ି ଚାଲିଲା। ଶେଷରେ ଲେମ୍ବୁ ବାଡ଼ି ପାଖରେ ପହଞ୍ଚିଲା। ଦେଖିଲା ବଗିଚାର ମାଲିକ ନାହାକ ଅଜା ଖଟ ପକାଇ ଗଛ ମୂଳରେ ଶୋଇଛନ୍ତି। ଗୋପ ମନେ ମନେ ଭାବିଲା, ପାଟି କରି ଡାକିଲେ ଅଜା ରାଗିବେ। ଅଜାଙ୍କୁ ନ କହି ଲେମ୍ବୁ ନେବା କଥା ଠିକ୍ ନୁହେଁ। ଗୋପ ବିଚାରିଲା, ଅଜାଙ୍କ ପାଦ ପାଖରେ ବସି ପାଦକୁ ଚିପିବି, ତାଙ୍କ ନିଦ ଭାଙ୍ଗିଯିବ, ଆଉ ସେ ଉଠି ପଡ଼ିବେ। ଏକଥା ଭାବି ଗୋପ ନାହାକ ଅଜାଙ୍କ ଗୋଡ଼ ଚିପିବାକୁ ଲାଗିଲା। ଅଜାଙ୍କ ନିଦ ଚାଁ କିନା ଭାଙ୍ଗିଗଲା। ଅଜା ଉଠି ବସିଲେ। କହିଲେ, ତୁ କିଏ? କ'ଣ ପାଇଁ ଆସିଛୁ? ଗୋପ ପ୍ରଥମେ ଡରିଗଲା। ତାପରେ ସବୁ କଥା କହିଲା। ଗୋପର କଥା ଶୁଣି ଅଜା ବାଡ଼ିକୁ ଯାଇ ଲେମ୍ବୁ ଆଣି ଗୋପ ହାତରେ ଦେଲେ। ସେହି ଲେମ୍ବୁକୁ ଧରି ମନ ଖୁସିରେ ଗୋପ ଫେରି ଆସିଲା। ଗୁରୁଜୀଙ୍କୁ ଲେମ୍ବୁ ପାଣି ପିଇବା ପାଇଁ ଦେଲା। ଲେମ୍ବୁ ପାଣି ପିଇବା ପରେ ଗୁରୁଜୀଙ୍କ ଦେହ ଭଲ ହୋଇଗଲା। ଗୁରୁଜୀ ଖୁସି ହୋଇ ଗୋପକୁ ଆଶୀର୍ବାଦ କଲେ। କହିଲେ, ତୁ ଜୀବନରେ ବଡ଼ ହୋଇ ଦୁଃଖୀ ରକ୍ଷୀଙ୍କର ସେବା କରିବୁ। ଗୋପର ପ୍ରକୃତ ନାମ ଥିଲା ଗୋପବନ୍ଧୁ ଦାସ। ଥରେ ଦୟା, ଭାର୍ଗବୀ ଓ କୁଶଭଦ୍ରା ନଦୀରେ ବନ୍ୟା ଆସିଲା। ଘରଦ୍ୱାର, ଗାଈଗୋରୁ, ଗଛପତ୍ର, ଧନ ସମ୍ପତ୍ତି ସବୁ ପାଣିରେ ଭାସିଗଲା। ଲୋକମାନେ ଖାଇବାକୁ ପାଇଲେ ନାହିଁ। ବିଭିନ୍ନ ରୋଗରେ ପଡ଼ିଲେ। ସେତେବେଳେ ଗୋପବନ୍ଧୁ ତାଙ୍କ ସାଙ୍ଗମାନଙ୍କୁ ଧରି ଚୁଡ଼ା, ଚାଉଳ, ଲୁଗାପଟା ଓ ଔଷଧ ଧରି ଗାଁ ଗାଁ ବୁଲି ବାଣ୍ଟିବାକୁ ଲାଗିଲେ। ଲୋକମାନଙ୍କର ସେବାରେ ଜୀବନକୁ ବାଜି ଲଗେଇ ଦେଲେ। ତାଙ୍କୁ ଲୋକମାନେ ଉତ୍କଳମଣି ଗୋପବନ୍ଧୁ ଦାସ ନାମରେ ଜାଣିଲେ।